ମୁଁ କ୍ଷମା ମାଗି ନେଉଛି। ମାଧବ ସିଂ 1986 ମସିହାରେ ଜନ୍ମ ହୋଇଥିଲେ। ସେ ବରଗଡ଼ ଜିଲ୍ଲାର ବିଞ୍ଜଲ ଆଦିବାସୀ ସମ୍ପ୍ରଦାୟର ଘେସ୍ ପରିବାରର ଜମିଦାର ଥିଲେ। ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ସମ୍ବଲପୁର ବିଦ୍ରୋହରେ ସେ ବୀର ସୁରେନ୍ଦ୍ର ସାଏଙ୍କ ସହିତ ମିଶି ଯୁଦ୍ଧ କରିଥିଲେ। ମାଧବ ସିଂଙ୍କର 3 ପୁଅ ଥିଲେ, ହଟେ ସିଂ, ବୈରୀ ସିଂ, ଗୁଜଲ ସିଂ। 1858 ମସିହାରେ ମାଧବ ସିଂ ସେନା ତାଙ୍କ ବଡ଼ ପୁଅ ହଟେ ସିଂ ରାୟପୁର ସିଙ୍ଗଡ଼ା ଘାଟି ଉପରେ ଇଂରେଜ ସହିତ ଯୁଦ୍ଧ କରି ଜିତିଥିଲେ। ପୁଣି 1858 ମସିହା ଶେଷ ଇଂରେଜ ସହିତ ଯୁଦ୍ଧ ହେଲା। ସେହି ଯୁଦ୍ଧରେ ଇଂରେଜମାନେ ମାଧବ ସିଂ ବନ୍ଦୀ କଲେ ଏବଂ 1885 ମସିହାରେ ଡିସେମ୍ବର 31 ତାରିଖ ଦିନ ତାଙ୍କୁ ଫାଶୀ ଦେଲେ। ମୁଁ କ୍ଷମା ମାଗିବାର କାରଣ ହେଉଛି ମୁଁ ଜାଣିପାରିନଥିଲି ମାଧବ ସିଂଙ୍କୁ। ମୁଁ କହିଦେବା ପାଇଁ ଚାହେଁ